ଜୟ ଜଗନ୍ନାଥ ଫ୍ରେଣ୍ଡସ୍। ଆଜି ଆପଣଙ୍କ ପାଇଁ ନୂତନ ଭ୍ୟାକାନ୍ସିର ଭିଡ଼ିଓଟେ ରହିଛି। ଏହି ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ। କେଉଁଠାରୁ ଭ୍ୟାକାନ୍ସି ଆସିଛି, ଇଲିଜିବୁଲ୍ କ୍ରାଇଟେରିଆ କ'ଣ ଅଛି, ଏଜ୍ ଲିମିଟ୍, ସାଲାରୀ କେତେ, ଏକ୍ଜାମ୍ର ପ୍ରୋସେସ୍ କେମିତି କ'ଣ ଅଛି, ଏକ୍ଜାମ୍ ଫି କେତେ ରହୁଛି, କେମିତି ଆପ୍ଲାଏ କରିବେ, ସବୁର ଡିଟେଲ୍ସ ଏହି ଗୋଟେ ଭିଡ଼ିଓରେ ଆପଣ ପାଇପାରିବେ। ଯଦି ଆପଣ ଏହି ଚ୍ୟାନେଲଟାକୁ ସବସ୍କ୍ରାଇବ୍ କରିନାହାନ୍ତି ତାହେଲେ ଆପଣ ପ୍ରଥମେ ସବସ୍କ୍ରାଇବ୍ କରିନିଅନ୍ତୁ, ଯାହାଦ୍ୱାରା ଆପଣଙ୍କୁ ପ୍ରଥମେ ଜବ୍ ରିଲେଟେଡ଼୍ ଯେତିକି ଭିଡ଼ିଓ ଆସିବ ଆପଣ ଦେଖିପାରିବେ। ଚାଲନ୍ତୁ ଦେଖିବା ଡିଟେଲ୍ସ କ'ଣ ଅଛି। ଭିଡ଼ିଓର ଡିଟେଲ୍ସକୁ ଯିବା। ବ୍ୟସ୍ତ ହୁଅନ୍ତୁନି, ମୁଁ ୟାକୁ ଡେସ୍କ୍ରିପସନ୍ରେ PDFଟାକୁ ଦେଇଦେବି, ଲିଙ୍କଟାକୁ ଆପଣ ଡାଉନଲୋଡ଼୍ କରି ଦେଖିପାରିବେ। ତଥାପି ମୁଁ ଡିଟେଲ୍ସ କିଛି ଦେଖିଦେବା। ଡିଟେଲ୍ସ କ'ଣ ରହୁଛି ଆମର, ପ୍ରଥମେ ରହୁଛି ଆମର ପୋଷ୍ଟ କ'ଣ ରହୁଛି, ଜୁନିୟର କ୍ଲର୍କ ରହୁଛି, ଷ୍ଟେନୋଗ୍ରାଫର ରହୁଛି, ଜୁନିୟର ଟାଇପିଷ୍ଟ ରହୁଛି, ଅମିନ୍ ରହୁଛି। ସାଲାରୀ ବି ଭଲ ଅଛି। ତାଙ୍କ ସାଲାରୀ ରହୁଛି 19,900 ଗ୍ରେଡ୍ ପେରୁ ମାଟ୍ରିକ୍ସରୁ ଆପଣଙ୍କର 63,200 କ୍ଲର୍କଙ୍କର। ଷ୍ଟେନୋଗ୍ରାଫର ରହୁଛି 25,500ରୁ 21,100। ଜୁନିୟର ଟାଇପିଷ୍ଟ ରହୁଛି 19,900ରୁ 63,200। ଅମିନଙ୍କର ରହୁଛି 21,700ରୁ 69,100। ଏଇଟା ଆମର ଭ୍ୟାକାନ୍ସି ପୋଜିସନ୍ ଟୋଟାଲି ହେଲା ଆମର ବାହାରିଛି କେତେ 29ଟା ପୋଷ୍ଟ। ସରି 29 ନାହିଁ, ଏଇଟା 19ଟା ପୋଷ୍ଟ ବାହାରିଛି। 19ଟା ପୋଷ୍ଟ ବାହାରିଛି। 19ଟା ପୋଷ୍ଟ ବାହାରିଛି। ସବୁଠୁ ପ୍ରାୟ ଆମର ଜୁନିୟର କ୍ଲର୍କ ଟିକେ ଅଧିକା ବାହାରିଛି, ଆଉ ସବୁ 3, 5 ଯାହା ବି ଠିକ୍ଠାକ୍ ଅଛି। ଆପଣ ତାପରେ ଇଲିଜିବୁଲ୍ କ୍ରାଇଟେରିଆ କ'ଣ ରହୁଛି, ଆପଣ ଯଦି ଗ୍ରାଜୁଏସନ୍ କରିଛନ୍ତି, +3 ପାସ୍ କରିଛନ୍ତି ଆପଣ ତାକୁ ପକାଇ ପାରିବେ। ବୟସ ବି ଆମର 21 ଥାଏ, କିନ୍ତୁ ଏଥିରେ ଆପଣ 18ରୁ 42 ବର୍ଷ ମାଗିଛି, ଯେଉଁଟାକି ଆମର 1/5/26କୁ 18 ବର୍ଷ, 42ରୁ କମ୍ ବର୍ଷ ହେଉଥିବ। ତାପରେ ଆପଣ ଯଦି ଅଟୋମେଟିକ୍ ଏଇଟା ତ ଥାଏ ସବୁଥିରେ, ଆମର ME ଷ୍ଟାଣ୍ଡାର୍ଡ଼ ପାସ୍ କରିଛନ୍ତି ନାହିଁ, ଆପଣ କ୍ୟାରେକ୍ଟର ଗୁଡ୍ ନାହିଁ, ସବୁଥିରେ ଥାଏ। ତାପରେ ଯିବା ଆପଣଙ୍କର ଆମର ପୋଷ୍ଟ ରହିଲା ଏକ୍ଜାମିନେସନ୍କୁ କ'ଣ ଯିବା ନା, ଏକ୍ଜାମିନେସନ୍ କେମିତି ହେବ, ଆପଣଙ୍କର ଏକ୍ଜାମିନେସନ୍ ହେଉଛି 445 ମାର୍କର। 400 ମାର୍କ ରିଟନ୍ ଟେଷ୍ଟ ହେବ, 45 ମାର୍କର ଭାଇଆ ଭଏସ୍ ଟେଷ୍ଟ ହେବ। ଭାଇଆ ଭଏସ୍ ଟେଷ୍ଟ ପାଇଁ ଟାଇମ୍ ଦେଇନି, ସେମାନେ ଟାଇମ୍ ତାଙ୍କର ସେ ଠିକ୍ କରିବେ। ଇଂଲିଶ, ଏରିଥମେଟିକ୍, ଜେନେରାଲ୍ ନଲେଜ୍, କମ୍ପ୍ୟୁଟର ସାଇନ୍ସ ଅଛି ପ୍ରାକ୍ଟିକାଲଟା, ସେସବୁ ଗୋଟେ ଘଣ୍ଟେ। ଇଂଲିଶଟା 2 ଘଣ୍ଟା ଅଛି, ଆଉ ସବୁ ଗୋଟେ ଘଣ୍ଟା ଅଛି। ଆପଣଙ୍କୁ 4 ଘଣ୍ଟା ସମୟ ଦିଆଯିବ। 4 ଘଣ୍ଟାରେ ଆପଣ 400 ମାର୍କ, 2, 3, 5 ଘଣ୍ଟା, ଆପଣ 5 ଘଣ୍ଟା ସମୟ ଦିଆଯିବ। 5 ଘଣ୍ଟା ଭିତରେ ଆପଣ 400 ମାର୍କ କୋର୍ସ କରିବେ। ଏଇଟା ରହିଲା ଆପଣଙ୍କର ଗଲା। ତାପରେ ଆପଣଙ୍କର ରହୁଛି କ'ଣ ନା, କେଉଁଠୁ କ'ଣ କେମିତି କୋଶ୍ଚିନ୍ ଆସିବ ସେ ଡିଟେଲ୍ସ ଦେଇଛି। ଆପଣଙ୍କର ଏକ୍ଜାମିନେସନ୍ ଏସେ ରିଟିନ୍ ଇଂଲିଶ, ଏସେ ଇଂଲିଶ ରିଟିନ୍ରୁ ଆପଣଙ୍କୁ ପଚାରିବ 30 ମାର୍କ ଏସେ ରାଇଟିଂରୁ। ଆଉ ରହିଲା ଲେଟର୍ରୁ ପଚାରୁଛି 20 ମାର୍କ, ଲେଟର୍ ଆପ୍ଲିକେସନ୍। ଆଉ ରହୁଛି ଆମର ଗୋଟେ ଇଂଲିଶ ଟୁ ଓଡ଼ିଆ ଟ୍ରାନ୍ସଲେଟ୍ ରହୁଛି 15 ମାର୍କ, ଓଡ଼ିଆ ଟୁ ଇଂଲିଶ ରହୁଛି 15 ମାର୍କ ଟ୍ରାନ୍ସଲେଟ୍, ଆଉ ଗୋଟେ ପ୍ୟାସେଜ୍ ଦେବ 20 ମାର୍କର। ଏତିକି ରହୁଛି। ତାପରେ ଏରିଥମେଟିକ୍ ରହୁଛି ଆପଣଙ୍କର ଯେମିତି ଭୁଲଗାର ଫ୍ରାକ୍ସନ୍, ଡେସିମାଲ୍, SCF, LCM, ସିମ୍ପଲ୍ ଆଣ୍ଡ କମ୍ପାଉଣ୍ଡ ଇଣ୍ଟରେଷ୍ଟ, ସିମ୍ପଲ୍ ଆଣ୍ଡ କମ୍ପାଉଣ୍ଡ ପ୍ରାକ୍ଟିସ୍, ପରସେଣ୍ଟେଜ୍, ପ୍ରଫିଟ୍ ଲସ୍, ଆଜି ଯାହା ରହେ ଆମର ଏରିଥମେଟିକ୍ର ସେଗୁଡ଼ା ଅଛି। କିଛି ନାହିଁ, ଖାଲି ଟିକେ ଏଇଟା ଆଡ଼ କରିଛି ଇନ୍ସୁରାନ୍ସ ଟିକେ ଆଡ଼ କରିଛି, ରେଟ୍ ଆଣ୍ଡ ଟ୍ୟାକ୍ସେସ୍ ଇନ୍ସୁରାନ୍ସ ଟିକେ ଆଡ଼ କରିଛି। ଯାହା ଆଉ ସବୁ ଠିକ୍ଠାକ୍ ଅଛି।
ଏରିଥମେଟିକ୍ର କଲା। ତାପରେ ଜେନେରାଲ୍ ନଲେଜ୍ ରହିଲା ଆମରଙ୍କର ଜିକେର। ଜିକେ ତ ପ୍ରାୟ ଜାଣିଛନ୍ତି ସବୁ ଆସିବ, ଜିକେର ଆଉ କିଛି କରିହେବନି। ଜିକେ ଆମର କରେଣ୍ଟ ଆଫେୟାର୍ସ ବହୁତ ଆସେ, କରେଣ୍ଟ ଆଫେୟାର୍ସ ଆଉ ଡିଟେଲ୍ସ ଆମର ଜେନେରାଲ୍ ଷ୍ଟଡ଼ିଜ୍ ବି ଆସିବ। ତେଣୁ ଜିକେ ତ ସବୁ ଆସିବ। ତା କମ୍ପ୍ୟୁଟର ପ୍ରାକ୍ଟିକାଲ୍ ଦେଇଛି। ତା ପ୍ରାକ୍ଟିକାଲ୍ରେ କ'ଣ ରହିଛି, ପ୍ରାକ୍ଟିକାଲ୍ରେ ରହିଛି ଆମର କ'ଣ टेक्स्ट फॉर्मेटिंग, पैराग्राफ, इंसर्टिंग ऑफ टेबल, स्किल टू प्रिंट एंड सेव फाइल ट्रांसफर, ये रही है बेसिक लेवल रही सब किसी बेसिक हार्ड लेवल किसी ना, बेसिक लेवल सब रही। भाया बस टेस्ट से अनुसार करेंगे जो जनरल आउटलुक, पोटेंशियल क्वालिटीज सब कैंडिडेट का अलर्टनेस ये सब करेंगे। यहाँ रहा क्लर्कर गला, यहाँ रहा आम स्टेनोग्राफर थे, स्टेनोग्राफर थे रहा क्वालिफिकेशन तो सैया +3 रोचे। आम क्वालिफिकेशन गला एग्जामिनेशन पैटर्न रोचे 100 मार्क 2 घंटा आम इंग्लीश रू। तापरे स्टैंडर्ड टाइप राइटिंग 50 मार्क रोचे, 15 मिनट रोचे टाइप राइटिंग, जोटा कि 40टा वर्ड पर मिनिट दिहब। तापर कंप्यूटर साइंस टेस्ट 1 घंटा 3 4 भाया बस 35 मार्क, इतने भी 45 मार्क, 35 मार्क तक। आउ रहा रहा आपंकर जूनियर टाइपिस्ट भी से रोचे, एका रोचे खाली रिटिन टेस्टा टाइप राइटिंग टेस्टा रोचे 50 मार्क 10 मिनट। आमती प्राय सब रोचे। भाया बस टेस्ट 35 रोचे, कंप्यूटर भी 100 मार्क रोचे, ठीक ठाक रोचे। तापर देखी सारे रोचे आपंकर सैलारी अमीन रोचे से इंग्लीश रोचे 100 मार्क 2 घंटा, अरिथमेटिक 100 मार्क 1 घंटा, टेक्निकल नॉलेज इन सर्जरी एंड सेटलमेंट रोचे थ्योरी गोटा 50 मार्क 1.5 घंटा रोचे। आउ टेक्निकल नॉलेज सर्जरी एंड सेटलमेंट प्रैक्टिकल रोचे गोटे 1.5 घंटा 50 मार्क। तब भाया बॉयस टेस्ट रोचे 45। ये सब डिटेल्स रहा तार कौन एग्जामिनेशन कौन कौन पचार से आप डिटेल्स देखीदेवे। एडवर्टाइजमेंट डिस्क्रिप्शन में देदेवी लिंकटा आप डाउनलोड कर देखीदेवे। ये रहा आपंकर सर प्रथम किंतु सेटा को कौन केमती क्या एग्जामिनेशन फी ना, एग्जामिनेशन फी देखी मो एग्जामिनेशन फी ना, तार 0 एग्जामिनेशन फी ऑल कैंडिडेट सब कैंडिडेट आपंकर एग्जामिनेशन फी ना। एग्जामिनेशन पकेबे ऑफलाइन पकेबे, स्पीड पोस्ट करिया पड़ो, स्पीड पोस्ट करिया पड़ो आपको ना यदि कोर्ट परिसर में जो बक्स भर आप चाहिए भी पकई पारे नहीं डायरेक्ट। डॉक्यूमेंटेशनटा आप रहा फॉर्म एटा आप फिलअप करके जाओ पड़ो। फॉर्म ए कौटा आप देखा देखो, यहाँ हूँ फॉर्म ए, यहाँ हूँ फॉर्म ए। फॉर्म एटा को आप आगे फिलअप करेंगे, फोटो लगे, तार आपंकर डॉक्यूमेंटेशन कौन रोचे ना आपंकर रोचे प्रथम मैट्रिक सर्टिफिकेट रोचे एंड +2 सर्टिफिकेट रही। मैट्रिक सर्टिफिकेट रोचे कॉपी अटेस्टेड ट्रेनिंग सी आम अमीन आप दरकार ना। पासिंग क्वालिफिकेशन डॉक्यूमेंट मैंडेटरी सब दरकार ना। मैट्रिक +2 +3 ऑल डॉक्यूमेंट कैरेक्टर सर्टिफिकेट दरकार हो, कास्ट सर्टिफिकेट दरकार हो, कंप्यूटर सर्टिफिकेट DCA सर्टिफिकेट दरकार हो, नो विजन सर्टिफिकेट 2टा दरकार हो। रोचे किए सेल्फ अटेस्टेड सब तो हम आपंकर फोटो
ଫଟୋ ଆପଣଙ୍କୁ କେତେଟା ଲାଗୁଛି 3 ଫଟୋ 3ଟା ଫଟୋ ଲାଗୁଛି। ତାପରେ ଗୋଟେ 3ଟା ସେଲ୍ଫ ଆଟେଷ୍ଟେଡ୍ ଏନଭଲପ ଷ୍ଟାମ୍ପ ଲାଗିବ 60 ଟଙ୍କା ଲେଖା ଦେଇକି ଆପଣ ତାକୁ ସ୍ପିଡ଼ ପୋଷ୍ଟ କରିପାରିବେ, ନହେଲେ ନାହିଁ ସବୁଠାରୁ ଆପଣଙ୍କୁ ଲାଷ୍ଟରେ ସବୁଠାରୁ ଆପଣ ଜାଣିବା କଥା ହେଉଛି ଆପଣଙ୍କ 3 ଅଗଷ୍ଟ ଭିତରେ ସେଟା ପହଞ୍ଚିବା, 5ଟା ସୁଦ୍ଧା ପହଞ୍ଚିବା ଦରକାର, ତା ପୂର୍ବରୁ ପହଞ୍ଚିବା ଦରକାର। ପରେ ହେଲେ ସେଇଟା ଆକ୍ସେପ୍ଟ କରିବେନି। ଆମର ତ ଅନଲାଇନ୍ ନାହିଁ ଅଫଲାଇନ୍, ତେଣୁ ଆପଣ ଜଲ୍ଦି ତାକୁ ଡକୁମେଣ୍ଟେସନ୍ ଠିକ୍ କରିକି ଆପ୍ଲାଏ କରିଦିଅନ୍ତୁ। ଆପଣଙ୍କ ଯେଉଁ କ୍ୟାପିଟାଲ୍ ଲେଟର୍ ଲେଖିବାକୁ ପଡ଼ିବ, ନାଁଟା ମେନସନ୍ କରିବେ କ୍ୟାପିଟାଲ୍ ଲେଟର୍ରେ, ଯେଉଁଟା ପୋଷ୍ଟଟା। ଆଉ ସବୁ ତ କିଛି ଦେଇନି, ଖାଲି ଦେଇଛି ପୋଷ୍ଟଟା, ଏଇ ସବୁ ତ ପୋଷ୍ଟ ମେନସନ୍ ହେଇନି। ଆଉ ତ ପୋଷ୍ଟ କ୍ଲିୟରଲି କ୍ୟାପିଟାଲ୍ ଲେଟର୍, ପୋଷ୍ଟଟା କ୍ୟାପିଟାଲ୍ ଲେଟର୍ ଲେଖିବାକୁ ପଡ଼ିବ। ଆଉ ସବୁ ତ କିଛି ଦେଇନି, ଯାହା ଆପଣ ଲେଖିବେ। ଆଉ ତାପରେ ସର୍ଟ ଲିଷ୍ଟରେ କେମିତି ହେବ ସେଟା ପକାନ୍ତୁ, ଏକ୍ଜାମ୍ ଦିଅନ୍ତୁ। ସର୍ଟ ଲିଷ୍ଟଟା ତ ତାପରେ ଅଛି। ତାପରେ ଆପଣ ଦେଖିଦେବେ, ଏଇଟା ମୁଁ ଡେସ୍କ୍ରିପସନ୍ରେ ରଖିଦେବି, ଲଗେଇଦେବି ଲିଙ୍କଟା, ଆପଣ ତାକୁ ଡାଉନଲୋଡ଼୍ କରି ଦେଖିଦେବେ।